ବାକ୍ୟ ପ୍ରେମୀ ହୁଅନ୍ତୁ, ବାକ୍ୟକୁ ପ୍ରେମ କରିବା ବ୍ୟକ୍ତି ହୁଅନ୍ତୁ। ଆପଣମାନେ ଯଦି ବାକ୍ୟକୁ ପ୍ରେମ କରିବା ବ୍ୟକ୍ତି, ପ୍ରଭୁଙ୍କର ଚରିତ୍ର ଆପଣମାନଙ୍କ ଠାରେ ଦେଖାଯିବ। ଆପଣମାନେ ଏବଂ ପ୍ରଭୁ ଏକ ହୋଇଯିବେ। ଯେଉଁମାନେ ବାକ୍ୟକୁ ଗଭୀର ଚିନ୍ତା କରନ୍ତି, ଗଭୀର ଭାବରେ ମେଡିଟେସନ ଧ୍ୟାନ କରନ୍ତି, ସେମାନେ ହଜି ଯାଆନ୍ତି, ସେମାନେ ପ୍ରଭୁଙ୍କର ବାକ୍ୟରେ ବୁଡ଼ି ଯାଆନ୍ତି। ସେମାନେ ନଥାନ୍ତି, କିନ୍ତୁ ସେମାନଙ୍କ ଠାରେ ପ୍ରଭୁଙ୍କର ଚରିତ୍ର ପ୍ରକାଶିତ ହୁଏ, ପ୍ରଭୁଙ୍କର ତେଜ ପ୍ରକାଶିତ ହୁଏ, ପ୍ରଭୁଙ୍କର ଗୌରବ ସେମାନଙ୍କ ଠାରେ ଦେଖାଯାଏ। ସେମାନେ ବାକ୍ୟରେ ହଜି ଯାଇଥିବେ, ସେମାନଙ୍କର ମୁଖରୁ ବାକ୍ୟ ବାହାରିବ, ସେମାନଙ୍କର ଚେହେରାରେ ଈଶ୍ୱରଙ୍କର ଚେହେରା ଦେଖାଯିବ, ସେମାନଙ୍କର କଥାରେ, ସେମାନଙ୍କର ଚାଲିଚଳନରେ, ସେମାନଙ୍କର ଆଚରଣ ବ୍ୟବହାରରେ ଈଶ୍ୱରଙ୍କର ଆଚରଣ ଦେଖାଯିବ। ଲୋକମାନେ ସେମାନଙ୍କ ଠାରେ ଈଶ୍ୱରଙ୍କୁ ଦେଖିବା ଆରମ୍ଭ କରିବେ, ଯେଉଁମାନେ ଈଶ୍ୱରଙ୍କର ବାକ୍ୟକୁ ଧ୍ୟାନ କରନ୍ତି। ହାଲେଲୁୟା।